ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆଜି ଆମେ କଥା ହେବା ଯେଉଁ ଓଡ଼ିଶା ବଜେଟ୍ରେ ଆପଣମାନଙ୍କ ପାଇଁ ମହିଳାମାନଙ୍କ ପାଇଁ କ'ଣ କ'ଣ ସୁବିଧା ରଖୁଛନ୍ତି ସରକାର। ତ ସେ ବିଷୟରେ ଆମେ ଆଜି ପୁରା ଡିଟେଲ୍ସରେ କଥା ହେବା। ତାପରେ ଯଦି ଆପଣଙ୍କ ଭିଡ଼ିଓ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ ବର୍ତ୍ତମାନ ଆମର ବଜେଟ୍ରେ ଗୋଟେ ନିୟମ କାର୍ଯ୍ୟକ୍ରମ ଆପଣମାନଙ୍କର ପାସ୍ ହେଇଛି, ଯେଉଁଟାକି ଆପଣମାନଙ୍କୁ ମୁଁ ଅଲରେଡ଼ି ଭିଡ଼ିଓ ମଧ୍ୟ କରିଦେଇଛି, ଆପଣ ଯେ ଚ୍ୟାନେଲରେ ଦେଖିପାରିବେ। ଠିକ୍ ଅଛି। ତ ଏଇ ଯେ ଆପ୍ ଦେଖୁଛନ୍ତି ଆପଣ ଯେ ବଜେଟ୍ରେ କ'ଣ କ'ଣ ସବୁ ପାସ୍ ହେଇଛି ଆପଣମାନଙ୍କର, ତ ଏଇସବୁ ଜିନିଷ ଆପଣଙ୍କର ପାସ୍ ହେଇଛି। ବାକି ମହିଳାମାନଙ୍କ ପାଇଁ କ'ଣ ସବୁ ପାସ୍ ହେଇଛି ଚାଲନ୍ତୁ ସେ ବିଷୟରେ ଦେଖିବା। ଦେଖନ୍ତୁ, ଲେଖା ହେଇଛି ଏଠି କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରାଗଲା। ଏକ ଲେଖା ଲେଖା ହେଇଛି ସୁଭଦ୍ରା ଯୋଜନା ପାଇଁ 10,145 କୋଟି ଟଙ୍କା, 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ 12 କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା। ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟକାରୀ ହେବ। ଠିକ୍ ଅଛି। ତ ଆସନ୍ତୁ ଦେଖିବା ପୁରା ଡିଟେଲ୍ସଟା କ'ଣ ଆପଣ କ'ଣ ରହିଛି। ଏବଂ ଆଉ ଗୋଟେ ଦେଖନ୍ତୁ ଲେଖା ହେଇଯାଇଛି ଗରିବ ଝିଅଙ୍କ ନାଁରେ 20,000 ସଞ୍ଚୟ ଉପକରଣ ସୃଷ୍ଟି ହେବ। ସ୍ନାତକ ସମାପ୍ତ ପରେ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଠିକ୍ ଅଛି। ତ ସମ୍ପୂର୍ଣ୍ଣ ବିବରଣୀ କ'ଣ ଚାଲନ୍ତୁ ଦେଖିବା। ଦେଖନ୍ତୁ, ମୁଁ ସମ୍ପୂର୍ଣ୍ଣ ଡିଟେଲ୍ସ ଭାବରେ ଆପଣଙ୍କୁ ପଢ଼ିକି ଶୁଣାଇ ଦେଉଛି। ଦେଖନ୍ତୁ, ଲେଖା ହେଇଛି ଏଠି ଆରମ୍ଭ ହେଲା ଓଡ଼ିଶା ବଜେଟ୍। ଚଳିତ ବଜେଟ୍ରେ ମହିଳାମାନଙ୍କୁ ଅଧିକ ପ୍ରାଥମିକତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ଝିଅମାନେ ହେଉଛନ୍ତି ଆମର ଗର୍ବ, ତେଣୁ ସେମାନଙ୍କୁ କାର୍ଯ୍ୟ ସାମର୍ଥ୍ୟ ହାସଲ କରିବା ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟିତ। ପରିବାରଗୁଡ଼ିକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ ହୋଇଛି। ସାମୂହିକ ବିବାହକୁ ସୁଗମ କରି ସରକାର ଆର୍ଥିକ ଦାୟିତ୍ୱ ହିସାବରେ ବିବାହର ସମସ୍ତ ଖର୍ଚ୍ଚ ସମ୍ଭାଳିବା ସହିତ କନ୍ୟାକୁ ଉପହାର ମଧ୍ୟ ପ୍ରଦାନ କରୁଛନ୍ତି। ଏଥିପାଇଁ 12 କୋଟି ଟଙ୍କା ବ୍ୟୟ ବରାଦରେ ପ୍ରସ୍ତାବ ଦିଆଯାଇଛି। ଭଉଣୀ ଓ ଝିଅମାନଙ୍କୁ ସମର୍ଥନ କରିବା ପାଇଁ, ଲିଙ୍ଗଗତ ସମାନତା ହାସଲ କରିବା ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବା ପାଇଁ, ଆମ ଜନସଂଖ୍ୟାର ଅଧାକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ଯୋଜନା ଏବଂ କାର୍ଯ୍ୟକ୍ରମ ପାଇଁ 18,957 କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି। ରାଜ୍ୟର ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ରକୁ ସମନ୍ୱିତ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ଏକ ନୂତନ ଯୋଜନା ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନା ପ୍ରସ୍ତାବ ଦିଆଯାଇଛି। ଏହା ନୂତନ ଯୋଜନା କ୍ରେଚ୍ ସୁବିଧା ବିନା ପ୍ରତି କେନ୍ଦ୍ର ପିଛା 15 ଲକ୍ଷ ଟଙ୍କା ଏବଂ କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା 20 ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯିବ। ଏହି ନୂଆ ଯୋଜନା ପାଇଁ 2026-27 ଆର୍ଥିକ ବର୍ଷର 635 କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି। ନାରୀ ଶକ୍ତି ସମାଜ ଶକ୍ତି ଏହି ଆହ୍ୱାନ ପ୍ରେରିତ ହୋଇ ସରକାରୀ ଔଦ୍ୟୋଗିକରଣ ଏବଂ ଗ୍ରାମାଞ୍ଚଳ ସ୍ଥାୟୀ ଜୀବିକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଭୂମିକାକୁ ପ୍ରାଥମିକତା ଦେଇ ଆସୁଛନ୍ତି। 2026-27 ଆର୍ଥିକ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ହେବାକୁ ଥିବା ଫୁଲ ଓ ଛତୁ ଚାଷ ବାବଦକୁ 57 କୋଟି ଟଙ୍କା ବ୍ୟୟବରାଦ ରହିଛି। ଏହା ସହିତ କୃଷି ଉତ୍ପାଦକ କ୍ଲଷ୍ଟରଗୁଡ଼ିକୁ ସୁଦୃଢ଼ କରିବା ପାଇଁ 38 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଉଦ୍ୟାନ କୃଷିର ଫସଲ ନିର୍ଦ୍ଦିଷ୍ଟ କ୍ଲଷ୍ଟରଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଉଦ୍ୟାନ କୃଷି ଫସଲ ନିର୍ଦ୍ଦିଷ୍ଟ ଯୋଜନା, ମସଲା ମିଶନ ସମେତ ଆଳୁ ଚାଷର ଉନ୍ନୟନ ଏବଂ ଉଦ୍ୟାନ କୃଷି ମିଶନ ପ୍ଲସ୍ ମାଧ୍ୟମରେ କ୍ଷେତ୍ରଫଳ ବିସ୍ତାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବୈଜ୍ଞାନିକ ପଦ୍ଧତି ମତ୍ସ୍ୟ ଚାଷ ସହାୟତା ଯୋଗାଇ ଦେବା, ମାଛ ବିହନ ହାଚେରୀ ପ୍ରତିଷ୍ଠା କରିବା ଏବଂ ବର୍ଷସାରା ଗୁଣାତ୍ମକ ମାଛ ଜାଆଁଳ ଯୋଗାଣ ପାଇଁ ବିହନ ଉତ୍ପାଦକଙ୍କ ଏକ ନେଟୱାର୍କ ବିକଶିତ କରିବା ଏବଂ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାକୁ ଉପଯୋଗୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ 200 କୋଟି ଟଙ୍କା ଆବଣ୍ଟନ କରାଯିବ। ମହିଳା ସଶକ୍ତିକରଣ କଲ୍ୟାଣକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଏକ ନୂତନ ଯୋଜନା ସୁଭଦ୍ରା ଶକ୍ତି ସମ୍ବାଦ ଆରମ୍ଭ ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନା ସୁଭଦ୍ରା ହିତାଧିକାରୀଙ୍କ ଅଭିଜ୍ଞତାକୁ ବାଣ୍ଟିବା, ସମସ୍ୟାର ସମାଧାନ ପାଇଁ ଅଧିକାରୀ ଗୋଷ୍ଠୀର ହିତାଧିକାରୀଙ୍କ ସହ ନିୟମିତ ଆଲୋଚନା ମାଧ୍ୟମରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ଅଂଶଗ୍ରହଣକାରୀ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହା ବ୍ୟତୀତ ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହିତ ସମସ୍ତ ବୟସ ବର୍ଗ ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ସ୍ଥାନମାନଙ୍କରେ ସୁଭଦ୍ରା ୱେଲନେସ୍ ସେଣ୍ଟର ପ୍ରତିଷ୍ଠା କରାଯିବ। ମହିଳାମାନଙ୍କ ପାଇଁ
ଆର୍ଥିକ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରୁଥିବା ଆମ ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ 2ଟି କିସ୍ତିରେ ବାର୍ଷିକ 10,000 ଟଙ୍କାର ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ଏହି ଯୋଜନାରେ 1 କୋଟିରୁ ଅଧିକ ମହିଳାଙ୍କୁ ଉପକୃତ କରିବା ପାଇଁ 10,145 କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶିଳ୍ପ ହବ ସ୍ଥାପନା କରିବା ତଥା ବ୍ରାଣ୍ଡିଂ ଓ ପ୍ରୋତ୍ସାହନ ପାଇଁ ସହାୟତା ପ୍ରଦାନ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କୁ ଲକ୍ଷପତି ଦିଦିରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ମାଧ୍ୟମରେ 1 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସରକାରୀ ଚୁକ୍ତିନାମା ଏବଂ ସେବା ପ୍ରଦାନର ସୁବିଧା ପ୍ରଦାନ ରହୁଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ବଜେଟରେ 1,333 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ମିଶନ ଶକ୍ତି ବିଭାଗରେ ଅଧୀନରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ଆବଣ୍ଟନକୁ 2,800 କୋଟି ଟଙ୍କାକୁ ବୃଦ୍ଧି କରାଯାଉଛି।